ସନ୍ଥ ନରୋତ୍ତମ ସାତ୍ତ୍ୱିକ ଓ ସନ୍ତୋଷୀ ପ୍ରବୃତ୍ତିର ଥିଲେ। ତାଙ୍କ ପାଖରେ କେବଳ ଗୋଟିଏ ଧୋତି ଓ ଉତ୍ତରୀୟ ଥିଲା, ଯାହା ପୁରୁଣା ହେବା ଯୋଗୁଁ ଫାଟି ଯାଇଥିଲା। ତାଙ୍କ ସ୍ଥିତି ପ୍ରତି ଦୟା ଦେଖାଇ ଜଣେ ଧନିକ ତାଙ୍କ ଘର ବାହାରେ 2ଟି ବସ୍ତ୍ର ଓ ସୁନାଖଣ୍ଡ ରଖିଦେଲେ, ଯଦ୍ୱାରା ସେ ବସ୍ତ୍ର ପିନ୍ଧିପାରିବେ ଓ ସୁନାକୁ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ପାରିବେ। କିନ୍ତୁ ନରୋତ୍ତମ ତାହାକୁ ଦେଖିକରି ବି ଅଣଦେଖା କରି ଘରୁ ବାହାରିଗଲେ। ଧନିକ ତାଙ୍କୁ ଏହି ଉପହାର ସ୍ୱୀକାର ନ କରିବାର କାରଣ ପଚାରିବାରୁ ସେ କହିଲେ, ବନ୍ଧୁ, ବିନା ପରିଶ୍ରମରେ ମିଳିଥିବା ଧନ ବୁଦ୍ଧିକୁ ବିକୃତ ଏବଂ ଭାବନାକୁ ଦୂଷିତ କରିଥାଏ। ମୁଁ ଏହାକୁ ଗ୍ରହଣ କରିପାରିବି ନାହିଁ। ତାଙ୍କର ଏହି ତ୍ୟାଗବୃତ୍ତିକୁ ଦେଖି ସେହି ଧନିକ ନତମସ୍ତକ ହୋଇଗଲେ। ଅଖଣ୍ଡ ଜ୍ୟୋତି, ଏପ୍ରିଲ 2017। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।